ବେତଶୂଳ ଶାଳୁଅ ବଣରେ ମା ତାରିଣୀଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ହଜାର ହଜାର ଭକ୍ତ। ନୀଳଗିରି ଏନ୍ଏସି ଅଧୀନ 3 ନମ୍ବର ୱାର୍ଡ ବେତଶୂଳ ଗ୍ରାମରେ ଦେବଗିରି ପାହାଡ଼ର ପାଦଦେଶରେ ଶାଳୁଅ ସବୁଜିମା ବଣରେ ଅଧିଷ୍ଠାତୀ ଦେବୀ ମା ତାରିଣୀଙ୍କ ମନ୍ଦିର ଶୁଭ ମୁହୂର୍ତ୍ତରେ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୂଜକ ବଳରାମ ସିଂଙ୍କ ସହିତ ପଣ୍ଡିତମାନେ ମାଙ୍କ ପୂଜା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ପ୍ରତିଷ୍ଠା କରିଥିଲେ। ପଣ୍ଡିତ ଯଜ୍ଞେଶ୍ୱର ପାଣି ଏବଂ ସୁଶୀଲ ପାଣି ପୂଜକଙ୍କ ମନ୍ତ୍ର ଧ୍ୱନିରେ ଶାଳୁଅ ଜଙ୍ଗଲ ମନ୍ତ୍ରମୁଗ୍ଧ ହୋଇଥିଲା। ଉକ୍ତ ମନ୍ଦିରଟି 2008 ମସିହାରୁ ଅର୍ଦ୍ଧ ନିର୍ମିତ ହୋଇ ରହିଯାଇଥିବା ବେଳେ ମାନସିକ ପୂରଣ ହେବା କାରଣରୁ ଖଇରା ଅଞ୍ଚଳର ଗଣେଶ ନାୟକଙ୍କ ସହିତ କଦମସାହି ଅଞ୍ଚଳର ବାଙ୍କ ବିହାରୀ ବେହେରା ଉଭୟଙ୍କ ସମ୍ପତ୍ତି ସହଯୋଗରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରି ଶୁଭ ପ୍ରତିଷ୍ଠା କରିଛନ୍ତି। ଏହି କାର୍ଯ୍ୟରେ ସ୍ଥାନୀୟ କାଉନ୍ସିଲର ପ୍ରତିମା ମୁଦୁଲି, ଜୟଦେବ ମୁଦୁଲି, ମଙ୍ଗଳା ମୁଦୁଲି, ଦନାର୍ଦ୍ଦନ ସିଂ, ବାପି ମୁଦୁଲି, ବିଜୁ ମୁଦୁଲି, ବାଦଲ ମୁଦୁଲି, ବାବୁଲା ମୁଦୁଲି, ହରିଆ ମୁଦୁଲି, ଶଙ୍କରା ମୁଦୁଲି, ଶିବ ମୁଦୁଲି, ପପୁ ମୁଦୁଲି, କମଳା ମୁଦୁଲି, ଯୋଗ ମୁଦୁଲି, ବାପୁଲୁ ମୁଦୁଲି, ରାଜା ମୁଦୁଲି ଏବଂ ରାଙ୍ଗା ମୁଦୁଲି ପ୍ରମୁଖ ଯୁବକଙ୍କ ସହଯୋଗ ରହିଛି। ଉକ୍ତ ୱାର୍ଡର ଶାଳବନ୍ଧ, ବନ୍ଧସାହି, ଚତୁରୀ ସାହି, ଝାଉଁରୀ, ଶିଆଳିମାଳ ପଞ୍ଚାୟତର ବାବନ୍ଧ, ସୀତାପତିପୁର, ଜଗନ୍ନାଥପୁର, ମିରିଗିଣି, ଛୋଟ କାନପୁର, ନିଶ୍ଚନ୍ଦପୁର, ଧଳାସାହି ସମେତ ଆଖପାଖ ଗ୍ରାମରୁ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁମାନେ ଛୁଟି ଆସିଥିଲେ। ଉକ୍ତ ପ୍ରତିଷ୍ଠା ଦିବସରେ ଯୋଗଦେଇ ମାଙ୍କ ଆଶୀର୍ବାଦ ନେବା ସହିତ ଧାଡ଼ି ବାନ୍ଧି ପ୍ରସାଦ ସେବନ କରିଥିଲେ। ନୀଳଗିରିରୁ ଲୋକନାଥ ଦଳେଇଙ୍କ ରିପୋର୍ଟ, BE ନ୍ୟୁଜ ଓଡ଼ିଶା।